14 নম্বର ଜିଲ୍ଲା ପରିଷଦଙ୍କ ସ୍ୱାମୀକୁ ଦୌଡ଼ିର ବାନ୍ଧି ଘୋଷାରି ଘୋଷାରି ପିଟିଛନ୍ତି ଗ୍ରାମବାସୀ। ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ। ଉଭୟ ପକ୍ଷରୁ ଦିଆଯାଇଛି ଥାନାର ଏତଲା। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ 14 নম্বର ଜୋନ୍ର ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ସ୍ୱାମୀ ସଞ୍ଜୟ କୁମାର ବୁଗୁଡ଼ିଙ୍କୁ କୁଣ୍ଡପୁର ଗ୍ରାମରେ ହୋଇଛି ଆକ୍ରମଣ। ସୋସିଆଲ ମିଡ଼ିଆରେ ଭିଡ଼ିଓ ହୋଇଛି ଭାଇରାଲ। 2023 ମସିହାରେ ବୁଗୁଡ଼ି ବସ୍ତା ଥାନା ଅନ୍ତର୍ଗତ କୁଣ୍ଡୁପୁର ଗ୍ରାମର ବିଜୟ ବେହେରାଙ୍କ ଦ୍ୱାରା ନିଜ ଘର କାର୍ଯ୍ୟ ଓ ଅନ୍ୟାନ୍ୟ ବିଲ୍ଡିଂ କାର୍ଯ୍ୟ କରାଇଥିଲେ ଏବଂ ମିସ୍ତ୍ରୀ ଲେବର ମଜୁରୀ ବାବଦକୁ 7 ଲକ୍ଷ ଟଙ୍କା ଆଜିକାଲି ଦେବେ କହି ଆଦୌ ଦେଉନଥିଲେ। ବାକିଆ ଟଙ୍କା ବାବଦରେ ବିଚାର ହୋଇ ଲେଖାପଢ଼ା ମଧ୍ୟ ହୋଇଥିଲା, କିନ୍ତୁ ଶ୍ରୀ ବୁଗୁଡ଼ି ଆଦୌ ଟଙ୍କା ଦେଲା ନାହିଁ। ତେଣୁ ବାଧ୍ୟ ହୋଇ ଶ୍ରୀ ବେହେରା ଓ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଲେବରମାନେ ଆଜି ସକାଳେ କୁଣ୍ଡୁପୁର ଗ୍ରାମର ସଞ୍ଜୟ ବୁଗୁଡ଼ି ଓ ତାଙ୍କ ସ୍ତ୍ରୀ ସଞ୍ଜୟ ବୁଗୁଡ଼ିକୁ ପାଇ ତାଙ୍କୁ ବାକି ଟଙ୍କା ମାଗିଥିଲେ, କିନ୍ତୁ ସଞ୍ଜୟ ବୁଗୁଡ଼ି ଟଙ୍କା ଦେବେ ନାହିଁ ବୋଲି କହିବା ସହିତ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଶ୍ରୀ ବେହେରାଙ୍କ ସ୍ତ୍ରୀକୁ ଟାଣି ଘୋଷାରି ତାଙ୍କ ଲୁଗାପଟା ଚିରି ଦେବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଶ୍ରୀ ବୁଗୁଡ଼ିଙ୍କୁ ଦୌଡ଼ିର ବାନ୍ଧି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନିର୍ଧୁମ ପିଟିଥିଲେ, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଅଧିକ ଭାଇରାଲ। ତେବେ ଶ୍ରୀମତୀ ବିଷ୍ଣୁପ୍ରିୟା ବୁଗୁଡ଼ି ଜିଲ୍ଲା ପରିଷଦ ସହିତ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିରେ ନେତ୍ରୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସଞ୍ଜୟ ବୁଗୁଡ଼ିଙ୍କୁ ନିଜ ପଞ୍ଚାୟତର ଲୋକେ ବାନ୍ଧିବା ସହିତ ଘୋଷାରି ଘୋଷାରି ନେବା ସମସ୍ତଙ୍କୁ ଚକିତ କରିଛି। ତେବେ ଘଟଣାକୁ ନେଇ ଉଭୟ ପକ୍ଷ ଥାନାରେ ଦ୍ୱାରସ୍ଥ। ଦେଖିବା କାହାର ଭୁଲ କାହାର ଠିକ୍। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।